ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ରେମାଲ, 25ରେ ନେବ ବାତ୍ୟା ରୂପ, 26ରୁ ବର୍ଷା। କେଉଁ ଜିଲ୍ଲାକୁ ମିଳିଛି ହାଇ ଆଲର୍ଟ ସେ ନେଇ ସମ୍ପୂର୍ଣ୍ଣ ଖବର ଜାଣିବା। ତା ପୂର୍ବରୁ ଆପଣ ଆମ ଚ୍ୟାନେଲକୁ ନୂଆକି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରନ୍ତୁ, ଯାହାଦ୍ୱାରା ଯେବେ ବି ଯେତେବେଳେ ବି ଏହିପରି ଲାଟେଷ୍ଟ ଖବର ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ। ଚାଲନ୍ତୁ ଖବର ଉପରେ ନଜର ପକାଇବା। ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ବାତ୍ୟା ରେମାଲ। ଦକ୍ଷିଣ ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ସଦୃଶ ଲଘୁଚାପରେ ପରିଣତ ହୋଇଛି। 26 ତାରିଖ ସୁଦ୍ଧା ଏହା ଅବପାତ ରୂପ ନେବ। 25 ତାରିଖ ସକାଳେ ବାତ୍ୟା ରୂପ ନେବ। 26 ତାରିଖ ସନ୍ଧ୍ୟାରେ ଭୀଷଣ ବାତ୍ୟାରେ ପରିଣତ ହେବ। ବାଂଲାଦେଶ ଓ ପଶ୍ଚିମବଙ୍ଗ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏହା ଲ୍ୟାଣ୍ଡଫଲ୍ କରିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି। ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ବାତ୍ୟା ପ୍ରଭାବରେ 26 ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। 24 ତାରିଖ ସକାଳେ ଅବପାତ ହେବା ପରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବ। 25 ତାରିଖ ସକାଳୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ। 27ରେ ବି କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି। ବାଲେଶ୍ୱର ଓ ମୟୂରଭଞ୍ଜ କିଛି ସ୍ଥାନରେ ବର୍ଷା ହେବ। 26ରେ ଭୀଷଣ ବାତ୍ୟା ହୋଇ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ସଂଲଗ୍ନ ଅଞ୍ଚଳରେ ମାଡ଼ ହେବ। ବାତ୍ୟା ହେବା ପରେ ଘଣ୍ଟାକୁ 90 କିଲୋମିଟର ବେଗରେ ପବନ ବହିବ। ଓମାନ ପ୍ରସ୍ତାବିତ ନାମ ମୁତାବକ ବାତ୍ୟାର ନାଁ ରେମାଲ ହେବ।